ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର ଦର୍ଶକ ବନ୍ଧୁ ଚାଲନ୍ତୁ ଆଜି ଶୁଣିବା ମା ସନ୍ତୋଷୀ ମାଙ୍କ ବ୍ରତ କଥା। ଶୁକ୍ରବାର ବ୍ରତ କାହାଣୀ। ଜଣେ ବୃଦ୍ଧ ମହିଳା ଥିଲେ। ତାହାର 7 ପୁତ୍ର ଥିଲେ। ସେମାନଙ୍କ ମଧ୍ୟରୁ 6 ଜଣ ରୋଜଗାର କରୁଥିଲେ ଏବଂ ଜଣେ ରୋଜଗାର କରୁନଥିଲେ। ସେହି ବୁଢ଼ୀ ଭଲ ଭଲ ରୋଷେଇ ତିଆରି କରି 6 ପୁଅଙ୍କୁ ବହୁତ ଯତ୍ନରେ ଖାଇବାକୁ ଦେଉଥିଲା। ସେମାନେ ଖାଇସାରିବା ପରେ ସବୁ ଥାଳିରୁ ଅଇଁଠା ଆଣି ଏକାଠି କରି 7ମ ପୁଅକୁ ଖାଇବାକୁ ଦେଉଥିଲା। କିନ୍ତୁ ସେ ତ ବହୁତ ସରଳ, ତେଣୁ ସେ ତା ମନରେ କିଛି ଭାବି ନଥିଲା। ଦିନେ ସେ ନିଜ ପତ୍ନୀକୁ କହିଲା, "ଦେଖ, ମୋ ମା ମୋତେ କେତେ ଭଲ ପାଆନ୍ତି। ସେ କହିଲେ ଯେ ତୁମ ସମସ୍ତଙ୍କର ଅଇଁଠା ଖାଇବାକୁ ଦିଅନ୍ତି, ତଥାପି ତୁମେ ଏପରି କହୁଛ।" 7ମ ପୁଅ ଏ କଥାକୁ ବିଶ୍ୱାସ କଲା ନାହିଁ। ପତ୍ନୀ କହିଲେ, "ତୁମେ ଅପେକ୍ଷା କର, ସମୟ ଆସିବ ସବୁ ଜାଣିପାରିବ।" ଦିନେ ଏକ ବଡ଼ ପର୍ବ ଆସିଲା। ବୁଢ଼ୀ 7 ପ୍ରକାରର ଖାଦ୍ୟ ଏବଂ ଚୂରମା ଲଡ଼ୁ ତିଆରି କଲା। ଏହାକୁ ଯାଞ୍ଚ କରିବା ପାଇଁ 7ମ ବାଳକ ମୁଣ୍ଡବିନ୍ଧାର ବାହାନା କରି ପତଳା କପଡ଼ା ମୁହଁରେ ପକାଇ ଶୋଇପଡ଼ିଲା ଏବଂ ଦେଖିବାକୁ ଆରମ୍ଭ କଲା। ମା ସେ 6 ପୁଅଙ୍କୁ ବହୁତ ସୁନ୍ଦର ଗାମୁଛା ଉପରେ ବସାଇ 7 ପ୍ରକାରର ଖାଦ୍ୟ ଏବଂ ଲଡ଼ୁ ପରିବେଷଣ କଲେ। ସେ ଏମାନଙ୍କୁ ବହୁତ ଭଲ ପାଇ ଖାଇବାକୁ ଦେଉଥିଲେ। ସେତେବେଳେ ସେମାନେ ଖାଇସାରି ଉଠିଲେ, ମା ସେମାନଙ୍କ ଥାଳିରୁ ବଳିଥିବା ଲଡ଼ୁକୁ ସଂଗ୍ରହ କରି ସେମାନଙ୍କଠାରୁ ଏକ ଲଡ଼ୁ ତିଆରି କଲେ। ତାପରେ 7ମ ସାରିଲାଣି, ତୁ କ'ଣ ଖାଇବୁନି କି? ସେ କହିଲେ, "ମା, ମୁଁ ଖାଇବି ନାହିଁ। ମୋତେ ଭୋକ ନାହିଁ। ମୁଁ କାଲି ବିଦେଶ ଯାଉଛି।" ମା କହିଲା, "ତୁ ଆସନ୍ତାକାଲି କାହିଁକି ଯିବୁ? ଯଦି ଯିବାକୁ ଚାହୁଁଛୁ ଆଜି ଚାଲିଯା।" ସେ ଘରୁ ବାହାରିଗଲେ। ଚାଲିବାବେଳେ ସେ ତାଙ୍କ ପତ୍ନୀଙ୍କୁ ମନେ ପକାଇଲେ ଯେ ସେ ଗାଈ ଗୁହାଳରୁ ଗୋବର ସଫା କରୁଥିଲେ। ସେ କହିଲେ, "ମୁଁ ବିଦେଶ ଯାଉଛି। ଫେରିବାକୁ କିଛି ସମୟ ଲାଗିବ। ତୁମେ ଶାନ୍ତିରେ ରୁହ, ନିଜର ଧର୍ମ ପାଳନ କରୁଥିବ।" ଏହାପରେ ତାଙ୍କ ସ୍ତ୍ରୀ କହିଲେ, "ଆନନ୍ଦରେ ଯାତ୍ରା କର। ମୋ ଚିନ୍ତା କର ନାହିଁ। ଭଗବାନ ଆପଣଙ୍କୁ ସାହାଯ୍ୟ କରନ୍ତୁ।" ଏହାପରେ ପିଲାଟି କହିଲା, "ମୋ ପାଖରେ ତୁମକୁ ଦେବା ପାଇଁ କିଛି ନାହିଁ। କେବଳ ମୁଁ ହିଁ ମୁଦି ଅଛି। ତେଣୁ ଏହାକୁ ନିଅ ଏବଂ ମୋତେ ମଧ୍ୟ ତୁମର କିଛି ଚିହ୍ନ ଦିଅ।" ପତ୍ନୀ କହିଲା, "ମୋର ବା କ'ଣ ଅଛି? ମୋ ହାତଟା ଗୋବରରେ ପରିପୂର୍ଣ୍ଣ।" ଏହା କହି ସେ ତାଙ୍କ ପିଠିରେ ଗାଈ ଗୋବରର ଭାର ହାତକୁ ଥାପୁଡ଼ାଇ ଦେଲେ। ସେ ପିଲାଟି ଚାଲିଗଲା। ଚାଲିବା ବେଳେ ସେ ଏକ ଦୂର ଦେଶରେ ପହଞ୍ଚିଥିଲେ। ସେ ଜଣେ ବ୍ୟବସାୟୀଙ୍କ ଦୋକାନକୁ ଯାଇ କହିଲା, "ଭାଇ, ମୋତେ ଚାକିରିରେ ରଖ। ବଣିକ ଜଣେ ଚାକରର ଦରକାର କରୁଥିଲା। ସେଥିପାଇଁ କାମ ଦେଖିବା ପରେ ଦରମା ଦିଆଯିବ ବୋଲି କହି ପିଲାଟିକୁ କାମରେ ରଖିଲେ।" ସେ କହିଲେ, ସକାଳ 7ଟାରୁ ରାତି 12ଟା ପର୍ଯ୍ୟନ୍ତ କାମ କରିବା ଆରମ୍ଭ କଲେ। କିଛି ଦିନ ମଧ୍ୟରେ ସେ ସମସ୍ତ କାରବାର ଏବଂ ଗଣନା କରିବା ଆରମ୍ଭ କଲେ। 2ରୁ 3 ମାସ ଭିତରେ ସେଥିରୁ ଲାଭ ଅଧା ଅଂଶ କରିଦେଲା। 12 ବର୍ଷରେ ସେ ଜଣେ ପ୍ରସିଦ୍ଧ ସେଠ୍ ହୋଇଗଲେ ଏବଂ ତାଙ୍କ ମାଲିକ ତାଙ୍କ କାମ ଛାଡ଼ି କୌଣସି ସ୍ଥାନକୁ ଚାଲିଗଲେ। ଅନ୍ୟପକ୍ଷରେ ଶାଶୁ ଓ ବୋହୂମାନେ ତାଙ୍କ ପତ୍ନୀଙ୍କୁ ବହୁତ ହଇରାଣ କରୁଥିଲେ। ଘରର ସବୁ କାମ ତାଙ୍କ ପତ୍ନୀଙ୍କ ଦ୍ୱାରା ହିଁ କରଉଥିଲେ। କାଠ ଆଣିବା ପାଇଁ ତାଙ୍କୁ ଜଙ୍ଗଲକୁ ପଠାଉଥିଲେ। ଅଟାରୁ ବାହାରୁଥିବା ତନ୍ତୁରେ ତିଆରି ରୁଟି ଖାଇବାକୁ ଦେଉଥିଲେ। ଫାଟି ଯାଇଥିବା ନଡ଼ିଆରେ ପାଣି ପିଉଥିଲେ। ସେ ବହୁତ ଯନ୍ତ୍ରଣା ସହ ଜୀବନ ବିତାଉଥିଲେ। ଦିନେ ଯେତେବେଳେ ସେ କାଠ ସଂଗ୍ରହ କରିବାକୁ ଯାଉଥିଲେ, ସେ ଦେଖିଲେ ଅନେକ ମହିଳା ରାସ୍ତାରେ ଉପବାସ କରୁଛନ୍ତି। ସେ ପଚାରିବାକୁ ଲାଗିଲେ, "ଭଉଣୀମାନେ, କାହାର ଉପବାସ? ଏହା କିପରି କରାଯାଏ ଏବଂ ଏହାର ଫଳାଫଳ କ'ଣ? ମୋତେ ଟିକେ କହିଲେ ବଡ଼ କୃପା ହେବ।" ତେଣୁ ଜଣେ ମହିଳା କହିଲେ, "ଏହା ସନ୍ତୋଷୀ ମାଙ୍କର ଉପବାସ। ଏହା କରିବା ଦ୍ୱାରା ଚାହୁଁଥିବା ଫଳାଫଳ ଦାରିଦ୍ର୍ୟତାରୁ ମୁକ୍ତି, ମନର ଚିନ୍ତା
କଷ୍ଟ ମାମଲା ଦୂର ହୋଇଥାଏ, ଅସନ୍ତୋଷ ରୋଗ ନଷ୍ଟ ହୋଇଥାଏ ଏବଂ ପିଲାମାନେ ସୁଖ ଧନ ସୁଖ ଶାନ୍ତି ତୁମର ପସନ୍ଦର ସ୍ୱାମୀ ପାଇବା ଏବଂ ବାହାରକୁ ଯାଇଥିବା ସ୍ୱାମୀ ଘରକୁ ମଧ୍ୟ ଫେରି ଆସନ୍ତି। ସେ ଉପବାସର ପଦ୍ଧତି ବିଷୟରେ କହିଥିଲେ। ପତ୍ନୀ ମୁଣ୍ଡାଇଥିବା ସମସ୍ତ କାଠ ବିକ୍ରି କରି ଗୁଡ଼ ଏବଂ ଚୂନା ନେଇଥିଲେ। ସେ ଉପବାସ କରିବାକୁ ପ୍ରସ୍ତୁତ ହେଲେ। ଯେତେବେଳେ ସେ ତାଙ୍କ ସାମ୍ନାରେ ଏକ ମନ୍ଦିର ଦେଖିଲେ, ସେ ପଚାରିବାକୁ ଲାଗିଲେ, ଏହା କାହାର ମନ୍ଦିର? ସେମାନେ ଏହା କହିବା ଆରମ୍ଭ କଲେ, ଏହା ସନ୍ତୋଷୀ ମା'ଙ୍କ ମନ୍ଦିର। ସିଏ ଉପବାସ ଆରମ୍ଭ କଲେ। ଦୁଃଖୀ ହୋଇ ସେ ସେହି ମାତାଙ୍କୁ ନିବେଦନ କରିବାକୁ ଲାଗିଲେ, ଆଜ୍ଞା, ମୁଁ ବହୁତ ଦୁଃଖିତ। ମୁଁ ତୁମର ଆଶ୍ରୟସ୍ଥଳରେ ଅଛି। ମୋର ଦୁଃଖ ଦୂର କର ମାତା। ମାତାଙ୍କୁ ତାଙ୍କ ଦୁଃଖ ଦେଖି ଦୟା ଲାଗିଲା। ତାଙ୍କ ସ୍ୱାମୀଙ୍କ ଚିଠି ଗୋଟିଏ ଶୁକ୍ରବାର ଦିନ ଆସିଥିଲା ଏବଂ ପରବର୍ତ୍ତୀ ଶୁକ୍ରବାର ଦିନ ତାଙ୍କ ସ୍ୱାମୀ ପଠାଇଥିବା ଟଙ୍କା ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ବଡ଼ ବୋହୂ ଏବଂ ଶାଶୁ କହିଲେ, ସାନ ବୋହୂର ଏବେ ଟଙ୍କା ଆସିଲାଣି। ସେ ବର୍ତ୍ତମାନ ଏହା ତାଙ୍କ ପାଇଁ ବୁଦ୍ଧି ଆଣିବ। ଡାକିବା ପରେ ମଧ୍ୟ ସେ ଆଉ ଶୁଣିବେ ନାହିଁ। କିନ୍ତୁ ପତ୍ନୀ କହିଲେ, ଯଦି ଚିଠି ଏବଂ ଟଙ୍କା ଆସେ ତେବେ ଏହା ସମସ୍ତଙ୍କ ପାଇଁ ଭଲ ହେବ। ତାଙ୍କ ଆଖିରୁ ଲୁହ ଝରିଗଲା। ସେ ମନ୍ଦିରକୁ ଯାଇ ମା'ର ପାଦତଳେ ପଡ଼ି କହିଲା, ହେ ମା, ମୁଁ ତୁମକୁ କେବେ ଟଙ୍କା ମାଗିଲି? ମୁଁ ମୋର ସିନ୍ଦୂର ଚାହିଁଛି। ମୁଁ ମୋର ସ୍ୱାମୀଙ୍କୁ ଦେଖିବା ଏବଂ ସେବା କରିବାକୁ ଚାହୁଁଛି। ତାପରେ ମା ଖୁସିରେ କହିଲା, ଯାଅ ଝିଅ, ତୁମର ସ୍ୱାମୀ ଆସିବେ। ସେ ବହୁତ ଖୁସିରେ ଘରକୁ ଯାଇ ଘର କାମ କରିବା ଆରମ୍ଭ କଲେ। ଅନ୍ୟପକ୍ଷରେ ସନ୍ତୋଷୀ ମା ତାଙ୍କ ସ୍ୱାମୀଙ୍କ ସ୍ୱପ୍ନରେ ଯାଇ ତାଙ୍କ ପତ୍ନୀ ତାଙ୍କୁ ବହୁତ ମନେ ପକାଉଛନ୍ତି ବୋଲି କହିଲେ। ସେ କହିଲେ, ମା, ମୁଁ କିପରି ଯିବି? ଏହା ଏକ ବିଦେଶୀ ଜାଗା। କାରବାରର କୌଣସି ହିସାବପତ୍ର ଠିକ୍ ନାହିଁ। ମା କହିଲା, ମୋ କଥା ଶୁଣ। ସକାଳେ ଗାଧୋଇବା ପରେ ମୋ ନାମ ନିଅ। ଘିଅ ଦୀପ ଜାଳି ପୂଜା କରି ଦୋକାନରେ ବସ। କୌଣସି ସମୟ ମଧ୍ୟରେ ସମ୍ପୂର୍ଣ୍ଣ କାରବାର ସଫା ହୋଇଯିବ। ସେଠାରେ ଟଙ୍କା ରାଶି ହେବ। ସକାଳେ ଯେତେବେଳେ ସେ ସମସ୍ତଙ୍କ ତାଙ୍କୁ ସ୍ୱପ୍ନ ବିଷୟରେ କହିଲେ, ସମସ୍ତେ ହସିବାକୁ ଲାଗିଲେ। ସେମାନେ କହିବା ଆରମ୍ଭ କଲେ ଯେ ବେଳେ ବେଳେ ସ୍ୱପ୍ନ ମଧ୍ୟ ସାକାର ହୁଏ ନାହିଁ। କିନ୍ତୁ ଜଣେ ବୃଦ୍ଧ କହିଲେ, ଭାଇ, ମା ତୁମକୁ କହିଥିବା କଥା କରିବାକୁ ପଡ଼ିବ। ଭୟ କରୁଛ କାହିଁକି? ମା ସ୍ୱପ୍ନରେ ଯେପରି କହିଛନ୍ତି ସେପରି କର। ସେ ସ୍ନାନ କରି ମା'ଙ୍କୁ ପୂଜା କରିବା ପାଇଁ ଘିଅ ଦୀପ ଜାଳି ଦୋକାନକୁ ଯାଇ ବସିଥିଲେ। ଅଳ୍ପ ସମୟ ମଧ୍ୟରେ ପୂରା କାରବାର ସଫା ହେଲା। ସମସ୍ତ ସାମଗ୍ରୀ ବିକ୍ରି ହେଲା ଏବଂ ଟଙ୍କା ଗଦା ହେଲା। ସେ ଖୁସି ହୋଇ ଘର ପାଇଁ ଅଳଙ୍କାର ଏବଂ ଜିନିଷପତ୍ର ଆଣିବାକୁ ଆରମ୍ଭ କଲେ। ସେ ଶୀଘ୍ର ଘରକୁ ଚାଲିଗଲେ। ଅନ୍ୟପଟେ ତାଙ୍କ ଗରିବ ପତ୍ନୀ ପ୍ରତିଦିନ କାଠ ଆଣିବାକୁ ଯାଉଥିଲେ ଏବଂ ପ୍ରତିଦିନ ସନ୍ତୋଷୀ ମା ସେବା କରୁଥିଲେ। ସେ ତାଙ୍କ ମାତାଙ୍କୁ ପଚାରିଲେ, ହେ ମା, ଏହି ଧୂଳି କିପରି ପ୍ରବାହିତ ହେଉଛି? ମା କହିଲେ, ତୁମ ସ୍ୱାମୀ ଆସୁଛନ୍ତି। ତୁମେ 3ଟି କାଠ ବିଡ଼ା ତିଆରି କର। ଗୋଟିଏ ନଦୀ କୂଳରେ, ଗୋଟିଏ ଏଠାରେ ରଖ ଏବଂ ତୃତୀୟଟି ତୁମ ମୁଣ୍ଡରେ ରଖ। ତୁମ ସ୍ୱାମୀଙ୍କ ହୃଦୟ ସେହି କାଠର ବିଡ଼ା ଦେଖି ଅତ୍ୟଧିକ ଉତ୍ସାହିତ ହେବ। ଯେତେବେଳେ ସେ ଏଠାରେ ଅଟକି ଯିବେ ଏବଂ ଜଳଖିଆ ଖାଇବା ପରେ ଘରକୁ ଯିବେ, ତୁମେ ତୁମ କାଠ ଉଠାଇ ଘରକୁ ଯିବ ଏବଂ ବଣ୍ଟଲକୁ ଅଲଗା ମଝିରେ ରଖି ଉଚ୍ଚ ସ୍ୱରରେ କହିବ, ଶାଶୁମା, କାଠ ସବୁ ନିଅ। ମୋତେ କୁଣ୍ଡାରେ ତିଆରି ରୁଟି ଦିଅ ଏବଂ ସଢ଼େଇରେ ପାଣି ଦିଅ। ଆଜି ଅତିଥି କିଏ ଆସିଛନ୍ତି କି ଦେଖ। ଏହା ଶୁଣି ଶାଶୁ ବାହାରକୁ ଆସି କହିଲେ, ଝିଅ, ତମ ସ୍ୱାମୀ ଆସିଛନ୍ତି। ମିଠା ଚାଉଳ ଏବଂ ଖାଦ୍ୟ ଖାଅ। ଅଳଙ୍କାର ଏବଂ ପୋଷାକ ପିନ୍ଧ। ତାଙ୍କ ମା'ଙ୍କ ଏପରି କଥା ଶୁଣି ତାଙ୍କ ସ୍ୱାମୀ ବାହାରକୁ ଆସି ତାଙ୍କ ପତ୍ନୀଙ୍କ ହାତରେ ଥିବା ମୁଦିକୁ ଦେଖି ସେ ବିବ୍ରତ ହୋଇଗଲେ। ସେ ପଚାରିଲେ, ମା, ଇଏ କିଏ?
ମା କହିଲେ, ଏ ତୋର ବୋହୂ। ଆଜି 12 ବର୍ଷ ବିତିଗଲାଣି। ସେ ଦିନସାରା ବୁଲୁଚି। କାମଧାମ କିଛି ନାହିଁ। ତତେ ଦେଖିବା ପରେ ଏସବୁ ଡ୍ରାମା କରୁଛି। ପୁଅ କହିଲା, ଠିକ୍ ଅଛି। ମୁଁ ତୁମକୁ ଏବଂ ସ୍ତ୍ରୀକୁ ଦେଖିଲି। ବର୍ତ୍ତମାନ ମୁଁ ଅନ୍ୟମାନଙ୍କୁ ଦେଖିବାକୁ ଚାହେଁ। ମୋତେ ନୂଆ ଘରର ଚାବି ଦିଅ। ମୁଁ ସେଠାରେ ରହିବି। ବୁଢ଼ୀମା କହିଲା, ଠିକ୍ ଅଛି। ସେ ଚାବି ଗୁଡ଼ିକୁ ପୁଅ ଉପରକୁ ଫୋପାଡ଼ି ଦେଲା। ସେ ନିଜର ଜିନିଷଗୁଡ଼ିକ 3ୟ ମହଲା ଉପରେ କୋଠରୀରେ ରଖିଲେ। ଗୋଟିଏ ଦିନରେ ସେ ଜଣେ ରାଜା ପରି ହୋଇଗଲେ। ତାପରେ ପରବର୍ତ୍ତୀ ଶୁକ୍ରବାର ଆସିଲା। ବୋହୂ ତାଙ୍କ ସ୍ୱାମୀଙ୍କୁ କହିଲା, ମୋତେ ସନ୍ତୋଷୀ ମାତାଙ୍କ ଉପବାସ ପାଳନ କରିବାକୁ ପଡ଼ିବ। ଦୁହେଁ ମିଶି ପୂଜାର ଆୟୋଜନ କଲେ। ପୁତୁରାମାନଙ୍କୁ ପୂଜାରେ ରହିବାକୁ କହିଲେ। ସେମାନେ ରାଜି ହେଲେ। 6 ବୋହୂମାନେ ସେମାନଙ୍କ ପିଲାମାନଙ୍କୁ ଶିଖାଇଲେ ଯେ, ତୁମେମାନେ ଖାଇବା ବେଳେ ଖଟା ମାଗିବ, ଯେପରି ତାର ପୂଜା କାର୍ଯ୍ୟ ଶେଷ ନ ହୁଏ। ବାଳକମାନେ ସେହିପରି କଲେ। ଖାଇବା ବେଳେ ଖଟା ମାଗିଲେ। ବୋହୂ କହିଲା, ଖଟା କାହାକୁ ଦିଆଯିବ ନାହିଁ। ଏହା ହେଉଛି ସନ୍ତୋଷୀ ମାତାଙ୍କର ପ୍ରସାଦ। ପୁଅମାନେ ଠିଆ ହୋଇ ଟଙ୍କା ଦିଅ ବୋଲି କହିଲେ। ସେହି ନିରୀହ ଝିଅ ସେମାନଙ୍କ ଚାଲାକି ବୁଝିପାରିଲା ନାହିଁ। ସେ ଟଙ୍କା ଦେଲେ ଏବଂ ସେମାନେ ବାହାରୁ ଖଟା ଆଣି ଭୋଗ ସହିତ ଖାଇବା ଆରମ୍ଭ କଲେ। ଏଥିରେ ସନ୍ତୋଷୀ ମାତା କ୍ରୋଧିତ ହୋଇଗଲେ। ମାଙ୍କ ମାୟାରେ ରାଜାଙ୍କର ଦୂତମାନେ ତାଙ୍କ ସ୍ୱାମୀଙ୍କୁ ନେଇଗଲେ। ଗରିବ ମହିଳା ଅତ୍ୟନ୍ତ ଦୁଃଖିତ ହୋଇ କାନ୍ଦି କାନ୍ଦି ମାତାଜୀଙ୍କ ମନ୍ଦିରକୁ ଯାଇ ତାଙ୍କ ପାଦତଳେ ପଡ଼ିଗଲେ। ହେ ମା, ତୁମେ କ'ଣ କଲ? ଟିକେ ହସାଇବା ପରେ ଟିକେ କାନ୍ଦିବାକୁ ଛାଡ଼ିଦେଲ। ମା କହିଲେ, ଝିଅ, ମୁଁ ଦୁଃଖିତ ଯେ ତୁମେ ଅଭିମାନ କରି ମୋ ଉପରେ ଉପବାସ ଭାଙ୍ଗିଛ ଏବଂ ମୋତେ ଶୀଘ୍ର ସବୁକିଛି ଭୁଲି ଯାଇଛ। ସେ କହିଲା, ମା, ମୋର କିଛି ଭୁଲ ନାହିଁ। ପୁଅମାନେ ଏପରି ଭୁଲ କରିଥିଲେ। ମୁଁ ଭୁଲରେ ସେମାନଙ୍କୁ ଟଙ୍କା ଦେଇଥିଲି। ମୋତେ କ୍ଷମା କର। ମୁଁ ପୁଣି ତୁମର ଉପବାସ କରିବି। ମା କହିଲା, ଯାଅ, ତୁମେ ତୁମ ସ୍ୱାମୀଙ୍କୁ ରାସ୍ତାରେ ଆସୁଥିବାର ଦେଖିବ। ସେ ବାଟରେ ତାଙ୍କ ସ୍ୱାମୀଙ୍କୁ ଭେଟିଥିଲେ। ଯେତେବେଳେ ସେ ପଚାରିଲେ, ସେ କହିଥିଲେ, ରାଜା ମୋତେ ଡାକିଥିଲେ। ମୁଁ ତାଙ୍କୁ ଭେଟିବାକୁ ଯାଇଥିଲି। ସେମାନେ ପୁନର୍ବାର ଘରକୁ ଗଲେ। କିଛି ଦିନ ପରେ ଶୁକ୍ରବାର ପୁଣି ଆସିଲା। ସେ ପୁଣି ସ୍ୱାମୀଙ୍କ ଅନୁମତିକ୍ରମେ ପୂଜା ଆରମ୍ଭ କଲେ। ସେ ପୁଣି ପୁଅମାନଙ୍କୁ ଡକାଇଗଲା। ତାପରେ ବୋହୂମାନେ ମଧ୍ୟ ସମାନ କଥା ଶିଖାଇଲେ। ପୁଅମାନେ ପୁନର୍ବାର ଖାଦ୍ୟ ପ୍ରସଙ୍ଗରେ ଖଟା ମାଗିବାକୁ ଲାଗିଲେ। ସେ କହିଲେ ଯେ, ତୁମେ କିଛି ଖଟା ଖାଇବ ନାହିଁ। ଯଦି ତୁମେ ଆସିବାକୁ ଚାହୁଁଛ, ତେବେ ଆସ। ଏହା କହି ସେ ବ୍ରାହ୍ମଣମାନଙ୍କର ପୁଅମାନଙ୍କୁ ଆଣି ସେମାନଙ୍କୁ ଖାଦ୍ୟ ଖାଇବାକୁ ଦେଲେ ଓ ଆରମ୍ଭ କଲେ। ସେ ତାଙ୍କ ସାମର୍ଥ୍ୟ ଅନୁଯାୟୀ ସେମାନଙ୍କୁ ଦକ୍ଷିଣା ଦେଇଥିଲେ। ସନ୍ତୋଷୀ ମାତା ତାଙ୍କ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଥିଲେ। ମାତାଙ୍କ କୃପାରୁ ନବମ ମାସରେ ତାଙ୍କର ଏକ ପୁତ୍ର ଚନ୍ଦ୍ର ପରି ସୁନ୍ଦର ଥିଲେ। ତାଙ୍କ ପୁଅ ସହିତ ପ୍ରତିଦିନ ମନ୍ଦିରକୁ ଯିବା ଆରମ୍ଭ କଲେ। ଦିନେ ସନ୍ତୋଷୀ ମାତା ଭାବିଲେ ଯେ, ସେ ପ୍ରତିଦିନ ଏଠାକୁ ଆସନ୍ତି। ଆଜି ମୁଁ ତାଙ୍କ ଘରକୁ ଯିବି। ଏହା ଭାବି ସେ ଏକ ଭୟଙ୍କର ରୂପ ସୃଷ୍ଟି କଲେ। ମୁହଁଟି ଗୁଡ଼ ଏବଂ ଚଣାରେ ଘୋଡ଼ା ଯାଇଥିଲା। ଉପରେ ଷଣ୍ଢ ପରି ଓଠ, ଯାହାର ଉପରେ ମାଛିମାନେ ବସିଥିଲେ। ଏହି ରୂପରେ ସେ ତାଙ୍କ ଘରକୁ ଯାଇଥିଲେ। ମାତା ଦ୍ୱାରେ ପାଦ ଦେବା ମାତ୍ରେ ତାଙ୍କ ଶାଶୁ କହିଲେ, ଦେଖ, ଜଣେ ଡାହାଣୀ ଆସିଛନ୍ତି। ତାଙ୍କୁ ତଡ଼ିଦିଅ, ନଚେତ୍ ସମସ୍ତଙ୍କୁ ଖାଇବ। ପୁଅମାନେ ଦୌଡ଼ି ପଳାଇ ଝରକା ବନ୍ଦ କରିବାକୁ ଲାଗିଲେ। ସପ୍ତମ ବୋହୂ ଝରକା ପାଖରୁ ଦେଖୁଥିଲେ। ସେ ସେଠାରୁ ପାଟି କରି କହିଲା, ଆଜି ମୋ ମା ମୋର ଘରକୁ ଆସିଛନ୍ତି। ଏହି ସମୟରେ ସେ ମହିଳାର ଶାଶୁ କହିଲେ, ପାଗଳୀ ମହିଳା, କାହାକୁ ଦେଖିବା ପାଇଁ ଆଗ୍ରହୀ ଯେ ପିଲାଟିକୁ ଫିଙ୍ଗି ଦେଉଛୁ? ବୋହୂ କହିଲେ, ଯାହାର ମୁଁ ଉପବାସ କରେ, ସେ ହେଉଛନ୍ତି ସନ୍ତୋଷୀ ମାତା। ଏହା କହି ସେ ସମସ୍ତ ଝରକା ଖୋଲିଦେଲେ। ଫଳରେ ସମସ୍ତେ ମାତାଙ୍କୁ ଦେଖିପାରିଲେ ଏବଂ କହିଲେ, ଆମେ ମୂର୍ଖ ଆଜ୍ଞା, ପାପୀ। ଆମେ ତୁମର
ଉପବାସର ପଦ୍ଧତି ଜାଣିନାହୁଁ। ତୁମର ଉପବାସ ଭାଙ୍ଗି ଆମେ ଏକ ବଡ଼ ଅପରାଧ କରିଛୁ। ହେ ଜଗତର ମାତା, ତୁମେ ଆମର ଅପରାଧକୁ କ୍ଷମା କର। ଏହା ଉପରେ ମାତା ତାଙ୍କ ଉପରେ ପ୍ରସନ୍ନ ହେଲେ। ମା ନିଜ ବୋହୂଙ୍କୁ ଦେଖିଥିବା ଏପରି ସମସ୍ତ ସମ୍ମାନ ଫଳପ୍ରଦ ହେଲା। ଏହି ଷ୍ଟୋରିଟି ଆପଣମାନଙ୍କୁ କିପରି ଲାଗିଲା ନିହାତି କମେଣ୍ଟ ବକ୍ସ ମାଧ୍ୟମରେ ଆପଣମାନଙ୍କର ମତାମତ ଜଣାଇବେ। ଷ୍ଟୋରିଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜୟ ମା ସନ୍ତୋଷୀ ବୋଲି ଲେଖିବେ। ଏ ଭିଡ଼ିଓଟିକି ଅଧିକରୁ ଅଧିକ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଜୟ ମା ସନ୍ତୋଷୀ, ଜୟ ଜଗନ୍ନାଥ। ରହୁଛି ନମସ୍କାର। ଦେଖା ହବ ଆଗାମୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଲାଇକ୍